ଆଜି ଆମେ ମାଙ୍କଡ଼ ଓ କୁମ୍ଭୀରର ଏକ ଚମତ୍କାର କାହାଣୀ ଜାଣିବା। ଏହା କେବଳ ଗଳ୍ପ ନୁହେଁ, ପ୍ରକୃତ ବନ୍ଧୁତାର ଏକ ଶିକ୍ଷା। ଆସନ୍ତୁ ଦେଖିବା ପ୍ରକୃତ ବିଶ୍ୱାସ ବା ଲୟାଲ୍ଟି କେମିତି ପ୍ରମାଣିତ ହୁଏ। ଏହି କାହାଣୀରୁ ଆମେ ଏହାର ଉତ୍ତର ଖୋଜିବା। ଏଠି ଦୁଇଟି ସମ୍ପୂର୍ଣ୍ଣ ଅଲଗା ଚରିତ୍ର ଅଛନ୍ତି। ଗଛ ଉପରେ ଚାଲାକ ମାଙ୍କଡ଼ ଆଉ ନଦୀରେ ରହୁଥିବା ଶାନ୍ତ କୁମ୍ଭୀର। ଦୁହେଁ ପୂରା ଅଲଗା। ସେମାନଙ୍କର ପ୍ରଥମ କଥାବାର୍ତ୍ତା ବହୁତ ସାଧାରଣ ଥିଲା। ମାଙ୍କଡ଼ ପଚାରିଲା ଖାଇବା ବିଷୟରେ, ଆଉ କୁମ୍ଭୀର କହିଲା ସେ ମାଛ ଖାଏ। ତାପରେ ଦୈନନ୍ଦିନ ଭେଟ ହେଲା। ମାଙ୍କଡ଼ ମିଠା ଆମ୍ବ ଦିଏ ଆଉ ଗପସପ୍ରୁ ଉଭୟଙ୍କ ଭିତରେ ଗଭୀର ବିଶ୍ୱାସ ଗଢ଼ି ଉଠିଲା। କିନ୍ତୁ ହଠାତ୍ ବିପଦ ମାଡ଼ି ଆସିଲା। ଭୟଙ୍କର ବର୍ଷା ଆଉ ବନ୍ୟା ଯୋଗୁଁ ଡରିଯାଇଥିବା ମାଙ୍କଡ଼ଟି ଗଛ ଉପରେ ଫସିଗଲା। ଏତିକିବେଳେ ପ୍ରକୃତ ବନ୍ଧୁତାର ପରୀକ୍ଷା ହେଲା। କୁମ୍ଭୀର ଆସି କହିଲା, ଆଦୌ ଡର ନାହିଁ, ମୋ ପିଠିରେ ବସିପଡ଼। ମାଙ୍କଡ଼ ନିଜ ବନ୍ଧୁକୁ ପୂରା ବିଶ୍ୱାସ କଲା ଆଉ ତା ପିଠିରେ ବସି ବନ୍ୟାରୁ ସୁରକ୍ଷିତ ଉଦ୍ଧାର ପାଇଲା। ଏଇଠୁ ହିଁ ଆମକୁ ସବୁଠୁ ବଡ଼ ଶିକ୍ଷା ମିଳେ। ସତ ବନ୍ଧୁଟିଏ ବିପଦ ବେଳେ ନିଶ୍ଚୟ ଛିଡ଼ା ହେବ। ପ୍ରକୃତ ବନ୍ଧୁତା କ'ଣ? ସଙ୍କଟ ସମୟରେ ଖାମଖିଆଲ ନ କରି ନିଃସ୍ୱାର୍ଥପର ଭାବରେ ସାହାଯ୍ୟ କରିବା ହିଁ ପ୍ରକୃତ ବିଶ୍ୱାସ।